এইটা ছিলি যাও পাকিস্তান কথা টাকা তুর্কি হ্যাঁ কি তুর্কি কিଏ বিরাট ଭାରତ ବର୍ଷ 140 କୋଟି ଲୋକ ବାହାର କରିବା ଆଗ ଆଗ ପାକିସ୍ତାନ ଟା ସରିଯାଉ ସବୁ ଏକାଥରେ ଖାଉନି ଆଗ ପାକିସ୍ତାନ କୁ ଖାଅ ତାପରେ ଦେଖିବା ବାଂଲାଦେଶକୁ ତାପରେ ତୁର୍କୀ ଦେଖିବା ଗୋଟି ଗୋଟି ପରେ ଯିବା କାରଣ ଏ ଶାନ୍ତିର ଦେଶ ମୈତ୍ରୀ ଦେଶ ଭାରତ ବର୍ଷ ସବୁ ଧର୍ମର ଦେଶ ଭାରତ ବର୍ଷ ଏଠି ଭାଇଚାରିଆ ଦେଶ ଭାରତ ବର୍ଷ ଭାଇ ଭାଇ ଭାବେ ଆମେ ଚଳୁଛୁ ଏ ପ୍ରତିକୂଳ ପରିସ୍ଥିତିରେ ନରେନ୍ଦ୍ର ମୋଦି ବିହାରରେ ନିର୍ବାଚନୀ ପ୍ରଚାର ପାଇଁ ବୁଲୁଛନ୍ତି ଏ ଅଲାଜୁକ କି ଜାଣି ସାରିଲାଣି ଏବେ ହାରି ଯାଉଛି ବିହାରରେ ନୀତିଶ ହାରୁଛି ସେ ଜାଣି ସାରିଲେଣି ଯାଇ ମିଛରେ ସେଠି ଠେକା ବାନ୍ଧିକି ବଇଛି ବିଡ଼ା ଧରିକି ନାଇଁ ନାଇଁ ଆଗ ପାକିସ୍ତାନ ଦେଖା ଛିଣ୍ଡି ଯାଉ ଯିଏ ଥବେ ବାହାର କରିଦବା ତାଙ୍କୁ ଯିଏ ଥବେ ଭାରତ ମାଟିରେ ଆଗ ପାକିସ୍ତାନ ତାପରେ ବାଂଲାଦେଶ ତାପରେ ତୁର୍କୀ ହେ କିଛି ନୁହଁ ରାଜଧାନୀ ମହତାବ ଏମିତି ଭାବେ ପରିସ୍ଥିତି ଗୋଟେ ପାହାଡ ଉପରେ ବର୍ଷା ହେଇଯିବ ମାନେ ସବୁ ଗଳିକି ପଳେଇବ ସବୁଆଡେ ପାଣି ପଳେଇଛି କୋଉଠି ନାହିଁ କୋଉଠି ପାଣି ଦେଖ ତା ଆହୁରି ଉଚ୍ଚ ଦେଖିବେ ଏକାଠି ରେଡି ଅଛି ଯୁଦ୍ଧ କରିବୁ ମାନେ ଅସ୍ତ୍ର ଶସ୍ତ୍ର ଧରିକିରି ବନ୍ଧୁକ ମାରା ଜଣା ଅଛି ଏନସିସି ରେ ଥିଲି ମୁଁ ଖଣ୍ଡାକୁ ବୁଲେଇବାକୁ ରଖିଛି କି ଆଗ ଗୁଳି ଚଲେଇ ଦବା ମୁଁ ବୋଧେ 60 ବର୍ଷରୁ ଉର୍ଦ୍ଧ ହେଲା ହଳ ସେ ଯଦି ପେଟକୁ ଉପରେ ପକେଇଲେ ଗୋଇଠା ବି ମୁଁ ଗ୍ରହଣ କରିବି କାରଣ ପ୍ରଭୁ ବଳଦ ସେ ଚାଷ କରୁଛୁ ବୋଲି ଆମେ ବଞ୍ଚିଛୁ ଯୁଦ୍ଧ କଥା ଚାଲିଥିଲା କେମିତି କଣ ଯୁଦ୍ଧ କରିବେ କେମିତି ଖଣ୍ଡା ବୁଲେଇବେ ଆଗ ଯଦି ସେ ଖଣ୍ଡା ଧରିବ ଆମେ ଖଣ୍ଡା ଧରିବୁ ଆଉ ଯଦି ସେ ମେସିନ ଗନ୍ ସେ ଯଦି ବମ୍ ବମ୍ ସେ ଯଦି ଆଟମ ବମ୍ ଆଟମ ବମ୍ ଭୟ ପ୍ରଶ୍ନ ନାହିଁ ଭାରତ ପାଇଁ ଲଢିବା ପାଇଁ ଟିକେ ଭୟ ନାହିଁ ଭାରତ ଜନସାଧାରଣଙ୍କ ପାଇଁ